নমস্কার বন্ধুগণ, আজি 5 জুলাই রবিবার। আজি আমি দেখিবা দেশ বিদেশ এবং ওড়িশার গুরুত্বপূর্ণ খবর। ভিডিওটি ভাল লাগলে ভিডিও গোটে লাইক করন্তু এবং চ্যানেলকে সবসক্রাইব করন্তু। চালন্তু ভিডিওটি আরম্ভ করিবা। প্রথম খবর রয়েছে, ওড়িশারে পুଣି বଢ଼ିଲା ବର୍ଷାର ପ୍ରକୋପ। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପର ପ୍ରଭାବରେ ଆସନ୍ତା କିଛି ଦିନ ଧରି ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ସେହିପରି 5 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ରେଡ୍, ଅରେଞ୍ଜ ଏବଂ ୟେଲୋ ଆଲର୍ଟ ବଳବତ୍ତର ରହିବ। ଅନେକ ସ୍ଥାନରେ 10ରୁ 12 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି, ଛୋଟ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ଏବଂ ଯାତାୟାତ ବାଧା ସୃଷ୍ଟି ହୋଇପାରେ। ପରବର୍ତ୍ତୀ ଖବର ରହିଛି, ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ସ୍ମୃତି ପକ୍ଷ ପାଳନ ଅବସରରେ କେନ୍ଦ୍ରାପଡ଼ାର ସଂସ୍କୃତି ଭବନରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଛାତ୍ର ସମ୍ମିଳନୀ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦେଶର ଇତିହାସ, ଅର୍ଥନୀତି, ଗଣତନ୍ତ୍ର ଓ ସମ୍ବିଧାନର ମହତ୍ତ୍ୱ ବୁଝିବାକୁ ଆହ୍ୱାନ ଦେଇଥିଲେ। ସେହିପରି ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ, ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ ନେବାକୁ ମଧ୍ୟ ଅନୁରୋଧ କରିଥିଲେ। ପରବର୍ତ୍ତୀ ଖବର ରହିଛି, ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ରହସ୍ୟମୟ ମୃତ୍ୟୁ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କର ସରକାରୀ କ୍ୱାର୍ଟର୍ସରୁ ମୃତଦେହ ଉଦ୍ଧାର ହେବା ପରେ ଘଟଣାର ତଦନ୍ତ ଜୋରଦାର ଭାବେ ଚାଲିଛି। ପୋଲିସ କମିଶନରଙ୍କ କହିବା ଅନୁସାରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସମସ୍ତ ଦିଗରୁ ତଦନ୍ତ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଧିକ ସ୍ପଷ୍ଟ ସୂଚନା ମିଳିବ। ସହକର୍ମୀମାନେ ବିୟୁଟି ମହାନ୍ତିଙ୍କୁ ଜଣେ ସାହସୀ, ଦୃଢ଼ ଓ ଦକ୍ଷ ପୋଲିସ ଅଧିକାରୀ ଭାବେ ବର୍ଣ୍ଣନା କରିଛନ୍ତି। ଅନ୍ୟପଟେ ତାଙ୍କ ସ୍ୱାମୀ ସମୀର ସ୍ୱାଇଁ କହିଛନ୍ତି, ପରିବାରର କୌଣସି ବିବାଦ ନଥିଲା ଏବଂ ସେ ଏହି ଘଟଣାରେ ଗଭୀର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ପରିବାର ପକ୍ଷରୁ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଦାବି କରାଯାଇଛି। ପରବର୍ତ୍ତୀ ଖବର ରହିଛି, ରାୟଗଡ଼ା ଜିଲ୍ଲାର ରଘୁବୀର ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀ ଏକ ବଡ଼ ମାଓବାଦୀ ଡମ୍ପ ଠାବ କରିଛି। ଜିଲ୍ଲା ପୋଲିସ, ଡିଭିଏଫ୍ ଓ ଏସଓଜିର ମିଳିତ କମ୍ବିଂ ଅପରେସନ ସମୟରେ ଗୁଇନ୍ଦା ସୂଚନା ଆଧାରରେ ଏହି ସଫଳତା ମିଳିଛି। ବୋମା ନିଷ୍କ୍ରିୟକରଣ ଦଳ ସ୍ଥାନକୁ ସୁରକ୍ଷିତ କରିବା ପରେ ସେଠାରୁ ଏକ 303 ରାଇଫଲ, 37 ରାଉଣ୍ଡ ଗୁଳି, 25 ରାଉଣ୍ଡ 9mm ଗୁଳି, ଏକ ଆରବିଜିଏଲ୍ ବିସ୍ଫୋରକ ସାମଗ୍ରୀ, ବାରୁଦ ସହ ଚାଉଳ, ତେଲ, ଔଷଧ, ପୋଷାକ ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ଜବତ କରାଯାଇଛି। ପରବର୍ତ୍ତୀ ଖବର ରହିଛି, ରାଜଧାନୀ ଭୁବନେଶ୍ୱରର ବୁଦ୍ଧବିହାର କଲୋନୀରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଚନ୍ଦ୍ରଶେଖରପୁର ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ 10 ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ 9ଟା ବେଳେ ସାଲିଆ ସାହି ଏବଂ ସୁନ୍ଦରପଡ଼ା ଅଞ୍ଚଳରେ କିଛି ଯୁବକ ବୁଦ୍ଧବିହାର କଲୋନୀରେ ପ୍ରବେଶ କରି ହିଂସାକାଣ୍ଡ ଘଟାଇଥିଲେ। ଏହି ଘଟଣାରେ ଶୁଭମ ସ୍ୱରାଜ ଏବଂ ଗୌରାଙ୍ଗ ଦାସ ଆହତ ହୋଇଥିବା ବେଳେ ସେମାନଙ୍କର ଚିକିତ୍ସା ଚାଲିଛି। ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୋଲିସ ସିସିଟିଭି ଓ ମୋବାଇଲ ଫୁଟେଜ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି, ସବୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ପରବର୍ତ୍ତୀ ଖବର ରହିଛି, ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ 82 ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ହଠାତ୍ କାମରୁ ବାହାର କରାଯିବା ପରେ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ କର୍ମଚାରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ହେଉଛି 2 ମାସର ବକେୟା ଦରମା ତୁରନ୍ତ ପ୍ରଦାନ କରାଯାଉ ଏବଂ ସମସ୍ତଙ୍କୁ ପୁନଃ ଚାକିରିରେ ନିଯୁକ୍ତି କରାଯାଉ। ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ ସେମାନେ ଗତ 10ରୁ 15 ବର୍ଷ ଧରି ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ। ନୂଆ ଆଉଟସୋର୍ସିଂ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ରଖାନଯାଇଥିବା ଅଭିଯୋଗ ମଧ୍ୟ ସେମାନେ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କର୍ମଚାରୀଙ୍କ ସହ ଆଲୋଚନା କରିନଥିବାରୁ ଅସନ୍ତୋଷ ବଢ଼ି ଚାଲିଛି। ପରବର୍ତ୍ତୀ ଖବର ରହିଛି, ପ୍ରବଳ ବର୍ଷା ମଧ୍ୟରେ ଭୁବନେଶ୍ୱରର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଏକ ଅଘଟଣ ଘଟିଛି। ପ୍ରାୟ 35 ବର୍ଷୀୟ ଅନିଲ ନାମକ ଜଣେ ବ୍ୟକ୍ତି ଭର୍ତ୍ତି ଡ୍ରେନ୍ରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସୂଚନା ଅନୁସାରେ ଦିନ ପ୍ରାୟ 2ଟା ବେଳେ ଅନିଲ ଡ୍ରେନ୍ ନିକଟରେ ପ୍ଲାଷ୍ଟିକ ସଂଗ୍ରହ କରୁଥିବା ସମୟରେ
ହଠାତ୍ ଖସିପଡ଼ି ଭାସି ଯାଇଥିଲେ। ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ତେବେ ପ୍ରବଳ ସ୍ରୋତ ଏବଂ ଡ୍ରେନ୍ରେ ଜମିଥିବା ଆବର୍ଜନା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ପରବର୍ତ୍ତୀ ଖବର ରହିଛି, ଶ୍ରୀ ଅଲାରନାଥ ମନ୍ଦିରରେ ଅନବସର ଦର୍ଶନର ପଞ୍ଚମ ଦିନ ପାଳନ କରାଯାଉଛି। ତେବେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ସାଧାରଣ ଦିନ ତୁଳନାରେ କମ୍ ରହିଛି। ବର୍ଷାକୁ ଖାତିର ନକରି କିଛି ଭକ୍ତ ଛତା ଧରି ମଧ୍ୟ ମନ୍ଦିରରେ ପହଞ୍ଚି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିଛନ୍ତି। କମ୍ ଭିଡ଼ ଥିବାରୁ ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ଦର୍ଶନ କରିପାରିଥିବା କହିଛନ୍ତି। ଅନବସର ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରହୁଥିବାରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀ ଅଲାରନାଥଙ୍କୁ ମହାପ୍ରଭୁଙ୍କ ରୂପ ଭାବେ ଦର୍ଶନ କରିବାକୁ ଆସିଥାନ୍ତି। ପରବର୍ତ୍ତୀ ଖବର ରହିଛି, ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବା ଡିଫେନ୍ସ ଆକ୍ୱାଜିସନ୍ କାଉନସିଲ୍ ପ୍ରାୟ 52,000 କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତାବରେ ଆଧୁନିକ ଡ୍ରୋନ୍, ମିସାଇଲ୍ ବ୍ୟବସ୍ଥା, ଆଣ୍ଟି-ଡ୍ରୋନ୍ ସିଷ୍ଟମ୍, ଏରିଆଲ୍ ଇଲେକ୍ଟ୍ରୋନିକ୍ସ ୱାରଫାୟାର ସିଷ୍ଟମ୍ ଏବଂ ପୋର୍ଟେବୁଲ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ଭଳି ଅତ୍ୟାଧୁନିକ ସାମରିକ ଉପକରଣ ସାମିଲ ରହିଛି। ସରକାରଙ୍କ କହିବା ଅନୁଯାୟୀ ଏହି ପଦକ୍ଷେପ ଭାରତୀୟ ସଶସ୍ତ୍ର ବାହିନୀ ଯୁବ କ୍ଷମତାକୁ ଆହୁରି ମଜବୁତ କରିବ ଏବଂ ଆଧୁନିକ ଯୁଦ୍ଧର ଆହ୍ୱାନକୁ ସଫଳତା ସହ ମୁକାବିଲା କରିବାରେ ସହାୟକ ହେବ। ପରବର୍ତ୍ତୀ ଖବର ରହିଛି, ଓଡ଼ିଶାରେ ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆସିଛି ବଡ଼ ଅପଡେଟ୍। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ସହ ଆଲୋଚନା ପରେ ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ ଅର୍ଥାତ୍ OMSA ନିଜର ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଡକ୍ଟର ତୁରନ୍ତ ନିଜ ନିଜ କାର୍ଯ୍ୟରେ ଯୋଗ ଦେବେ, ଯାହାଦ୍ୱାରା ରୋଗୀ ସେବା ସ୍ୱାଭାବିକ ରହିବ। ଡାକ୍ତରଙ୍କ 10 ଦଫା ଦାବି ଉପର ବିଚାର କରିବା ପାଇଁ ସରକାର ସ୍ୱାସ୍ଥ୍ୟ, ଅର୍ଥ, ଆଇନ ଏବଂ ସାଧାରଣ ପ୍ରଶାସନ ବିଭାଗରେ ସଚିବମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଏହି କମିଟିର ପ୍ରଥମ ବୈଠକ ଜୁଲାଇ 22 ତାରିଖରେ ହେବ। ସେଠାରେ OMSA ପକ୍ଷରୁ ଦାବିପତ୍ର ଉପସ୍ଥାପନ କରାଯିବ ଏବଂ ତାହା ଉପରେ ବିସ୍ତୃତ ଆଲୋଚନା ହେବ। ପରବର୍ତ୍ତୀ ଖବର ରହିଛି, ନବରଙ୍ଗପୁର ସହରର ଭଗବତୀ ସାହିସ୍ଥିତ ହନୁମାନ ମନ୍ଦିରରେ ଘଟିଛି ଏକ ବଡ଼ ଚୋରି। ଗତ ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ମନ୍ଦିରରେ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ଠାକୁରଙ୍କ ରୂପା ମୁକୁଟ ସହ ଅନ୍ୟାନ୍ୟ ଅଳଙ୍କାର ଏବଂ ହୁଣ୍ଡିରେ ଥିବା ପ୍ରାୟ 4,000 ଟଙ୍କା ଲୁଟି ନେଇଛନ୍ତି। ସକାଳେ ମନ୍ଦିର ଖୋଲିବା ପରେ ଚୋରି ସମ୍ପର୍କରେ ଜଣାପଡ଼ିଥିଲା। ଖବର ପାଇ ନବରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରବର୍ତ୍ତୀ ଖବର ରହିଛି, ଭୁବନେଶ୍ୱର, କଟକ ଏବଂ ପୁରୀରେ ବର୍ଷା ହେଲେ ଜଳବନ୍ଦୀର ସମସ୍ୟା ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱରର ଡ୍ରେନେଜ ଓ ବନ୍ୟା ପରିଚାଳନା ବ୍ୟବସ୍ଥାକୁ ଆଧୁନିକ କରିବା ପାଇଁ IIT ରୁର୍କିକୁ ଏକ ସମ୍ପୂର୍ଣ୍ଣ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଛି। ସେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବୈଜ୍ଞାନିକ ଓ ଦୀର୍ଘମିଆଦୀ ଯୋଜନା ଆବଶ୍ୟକ। ଏଥିପାଇଁ ହିମାଚଳ ପ୍ରଦେଶ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ଅନୁଭବକୁ ମଧ୍ୟ ଅଧ୍ୟୟନ କରାଯିବ। ଏହା ସହ ଓଡ଼ିଶାରେ 580 କିଲୋମିଟର ଉପକୂଳ ଅଞ୍ଚଳରେ ଆଧୁନିକ ସତର୍କୀକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ସାଇରନ୍, CCTV ଏବଂ ରିଅଲ୍ ଟାଇମ୍ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ବିପର୍ଯ୍ୟୟ ସମୟରେ ଶୀଘ୍ର ପଦକ୍ଷେପ ନିଆଯିବ। ପରବର୍ତ୍ତୀ ଖବର ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ପଚପଦ୍ରାରେ ନିର୍ମିତ ମେଗା ରିଫାଇନେରୀ କମ୍ ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ଦେଶବାସୀଙ୍କୁ ସମର୍ପଣ କରିଛନ୍ତି। ପ୍ରାୟ 79,450 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହା ଭାରତର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ୍ ରିଫାଇନେରୀ କମ୍ ପେଟ୍ରୋକେମିକାଲ ପ୍ରକଳ୍ପ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ତୈଳ ସଙ୍କଟ ଓ ଯୋଗାଣ ବାଧା ସତ୍ତ୍ୱେ ଭାରତରେ ଇନ୍ଧନର କୌଣସି ଅଭାବ ହେବାକୁ ଦିଆଯାଇ ନଥିଲା। ସରକାର ଲୋକଙ୍କ ଉପରେ ଭାର କମାଇବା ପାଇଁ ଇନ୍ଧନ ଉପରେ ଏକ୍ସାଇଜ୍ ଶୁଳ୍କ ମଧ୍ୟ ହ୍ରାସ କରିଥିଲେ। ସେ କହିଛନ୍ତି, ଭାରତ ବର୍ତ୍ତମାନ 25ରୁ 26ଟି ଦେଶ ବଦଳରେ 40ରୁ ଅଧିକ ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛନ୍ତି, ଯାହା ଦେଶର ଊର୍ଜ୍ଜା ସୁରକ୍ଷା ଆହୁରି ମଜବୁତ କରିଛି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ତୈଳ ବିଶୋଧନାକାରୀ ଦେଶରେ ପରିଣତ ହୋଇଛି ଏବଂ ଆଗାମୀ ଦିନରେ ଏହି କ୍ଷମତାକୁ ଆହୁରି ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପରବର୍ତ୍ତୀ ଖବର ରହିଛି ଲଗାତାର ପ୍ରବଳ ବର୍ଷା ପରେ କୋରାପୁଟ ଜିଲ୍ଲାର ଲମତାପୁଟ ସ୍ଥିତ ମାଛକୁଣ୍ଡ ବନ୍ଦର ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ଗେଟ୍ ଖୋଲାଯାଇଛି। ବନ୍ଦର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ସେକେଣ୍ଡରେ ପ୍ରାୟ 1000 କ୍ୟୁସେକ୍ ପାଣି ମାଲକାନଗିରିର ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଛଡ଼ାଯାଉଛି। ମାଛକୁଣ୍ଡ ବନ୍ଦର ସର୍ବାଧିକ ଜଳଧାରଣ କ୍ଷମତା 2590 ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର 2587 ଫୁଟରେ ପହଞ୍ଚିଛି। ଜଳସ୍ତର ବଢ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହା ଚଳିତ ବର୍ଷ ପ୍ରଥମ ଥର ଗେଟ୍ ଖୋଲାଯାଇଥିବାରୁ ତଳିଆ ଅଞ୍ଚଳରେ ବାସିନ୍ଦାଙ୍କ ପାଇଁ ପ୍ରଶାସନ ପକ୍ଷରୁ ବନ୍ୟା ସତର୍କତା ଜାରି କରାଯାଇଛି। ଏହା ଥିଲା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟି ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏପରି ଡେଲି ନ୍ୟୁଜ୍ ଅପଡ଼େଟ୍ ପାଇବା ପାଇଁ।